ବାଲେଶ୍ୱରରେ ବିଶିଷ୍ଟ ଶ୍ରମିକ ନେତା ସ୍ୱର୍ଗତ ଯୋଗେନ ଦାସଙ୍କ ଷଷ୍ଠ ବାର୍ଷିକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ। ବାଲେଶ୍ୱର ଷ୍ଟେସନ ଛକରେ ଖୋଲିଛି 1 ଓ 2 ଗ୍ରାମ ଗୋଲ୍ଡ ଫର୍ମିଂ ଜୁଏଲାରୀ ଶୋରୁମ। ଆଜି ହିଁ ଆସନ୍ତୁ ଆଉ ବାଛି ନିଅନ୍ତୁ ଆପଣଙ୍କ ମନପସନ୍ଦର ଗହଣା। SJ ଜୁଏଲ୍ସ, ସମାଜ ଅଫିସ ତଳମଙ୍ଗଳା, ଷ୍ଟେସନ ଛକ, ବାଲେଶ୍ୱର। ବିଶିଷ୍ଟ ଶ୍ରମିକ ନେତା ସ୍ୱର୍ଗତ ଯୋଗେନ୍ଦ୍ର ପ୍ରସାଦ ଦାସଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକ ଅବସରରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି। ଯୋଗେନ ଦାସ ସ୍ମୃତି କମିଟି ଆନୁକୂଲ୍ୟରେ ସ୍ଥାନୀୟ ଷ୍ଟେସନ କ୍ଲବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ବିଜୟ କୁମାର ପାଣିଗ୍ରାହୀ ପୌରୋହିତ୍ୟ କରିଥିଲେ। ଅସଜଡ଼ା ଶ୍ରମିକମାନଙ୍କୁ ନେଇକି ଏକତ୍ରୀକରଣ କରି ଟ୍ରେଡ୍ ଗଠନ କରିଥିଲେ। ସାରା ବାଲେଶ୍ୱର ଜିଲ୍ଲାରେ ସେ ଗଠନ କରିପାରିଥିଲେ କେବଳ ତାଙ୍କର ନିଷ୍ଠା ଏବଂ ସାଧନା ଏବଂ ତ୍ୟାଗବୋଧ ଚିନ୍ତାଧାରା ପାଇଁ। ଠିକ୍ କଥା ବି କହିଲେ, ଦୁଃଖଦ ବ୍ୟବସ୍ଥା ଭିତରେ ଯେ 50 ବର୍ଷ ପୂର୍ବରୁ ବାଲେଶ୍ୱରରେ ଯେଉଁ ଚିନ୍ତନ ନେଇକି ଯେଉଁ ସଂଗଠନ କରାଯାଇଥିଲା ତାହାରି ନେତୃତ୍ୱରେ ସାରା ଭାରତବର୍ଷରେ ସମସ୍ତ ଶ୍ରମିକମାନେ ଏକାଠି ହେଉଛନ୍ତି ଏବଂ ତା ସାଙ୍ଗରେ ବି ମଧ୍ୟ ସେ ଗୋଟେ କହିଲେ ଯେ ଟେକ୍ନୋଲୋଜିରେ ଜୀବନଟାକୁ ଯିବା ସହଜ ହେବା ଉଦ୍ଦେଶ୍ୟରେ ବିଜ୍ଞାନର ସମସ୍ତ ଆଡଭାନ୍ସମେଣ୍ଟ, କିନ୍ତୁ ସେ ଯାହା କହୁଛନ୍ତି ଏ ଟେକ୍ନୋଲୋଜିଟାକୁ ମିସୟୁଜ୍ କରାଯାଉଛି ଏବଂ ଏକ୍ସପ୍ଲଏଟ୍ କରୁଛନ୍ତି କ୍ୟାପିଟାଲିଷ୍ଟ ମାନେ, ଇଣ୍ଡଷ୍ଟ୍ରିଆଲିଷ୍ଟ ମାନେ। 8 ଘଣ୍ଟା ପରିବର୍ତ୍ତେ 12 ଘଣ୍ଟା 14 ଘଣ୍ଟା ଘର ଭିତରେ ଗୋଟିଏ ଜାଗାରେ ରହିକି କମ୍ପ୍ୟୁଟର ଆଗରେ ସେଇ ରଶ୍ମିରେ ନିଜ ଦେହକୁ ପୋଡ଼ି ଯାଉଛି, ଯେଉଁଥିପାଇଁ ସେମାନେ ଅନେକ ଭାବରେ ନିଜେ ଶାରୀରିକ ଅସୁସ୍ଥତା ଶାରୀରିକ ଅସୁସ୍ଥତା ମଧ୍ୟ ସେମାନେ ଫିଲ୍ କରିପାରୁଛନ୍ତି। ତେଣୁ ଏଇ ଯେଉଁ କଥାଟା ରଖୁଛନ୍ତି ଏଇଟା ମୁଁ ଭାବୁଛି ଆଗାମୀ ଦିନରେ ଏଇ ମେସେଜଟା ଗଣମାଧ୍ୟମ ଭାଇମାନଙ୍କ ପାଖରେ ଯଦି ଯାଇପାରିବ ତେଣୁ ସମସ୍ତେ ସଂଗଠିତ ହେବା ଦରକାର। ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ଅଖିଳ ସଂଘର ସଭାପତି ମନୋଜ ନାୟକ ଓ ସମ୍ପାଦକ ସମ୍ବିତ ନନ୍ଦୀ, ସ୍ୱର୍ଗତ ଦାସଙ୍କ ବାଲ୍ୟବନ୍ଧୁ ଆଇନଜୀବୀ ଶରତ ମହାପାତ୍ର, ସ୍ୱର୍ଗତ ଦାସଙ୍କ ସହକର୍ମୀ ଗୌରାଙ୍ଗ ପାଣିଗ୍ରାହୀ, କବି କାଳୀପଦ ପଣ୍ଡା ପ୍ରମୁଖ ଏଥିରେ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ଦାସଙ୍କ ସ୍ମୃତିଚାରଣ କରିଥିଲେ। ଗତ 70 ଦଶକରୁ ପ୍ରାୟ 40 ବର୍ଷ ଧରି ବାଲେଶ୍ୱର ଜିଲ୍ଲାରେ ଅବହେଳିତ ଶ୍ରମିକମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ସ୍ୱର୍ଗତ ଦାସ ଯେଉଁ ଐତିହାସିକ ସଂଗ୍ରାମର ଭିତ୍ତିଭୂମି ପ୍ରତିଷ୍ଠା କରିଥିଲେ ତାହା ଏବେ ବି ଅତୁଟ ରହିଛି ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। 25 ବର୍ଷ ତଳେ ଯୋଉ ଆହ୍ୱାନ ଦେଇଥିଲେ ପରମିଟ୍ ଫିଲ୍ଡରେ, ସେତେବେଳେ ଶ୍ରମିକ ଦିବସ କହୁଥିଲେ ନା ଶ୍ରମିକ ଦିବସ ପାଳନ କରିବା ପାଇଁ ଆମକୁ ଆବଶ୍ୟକ ପଡୁଥିଲା ପରମିଟ୍ ଫିଲ୍ଡ। ଆଜି ଆମେ ଶ୍ରମିକ ଦିବସ ପାଳନ କରୁଛନ୍ତି ଗାନ୍ଧୀ ସ୍ମୃତି ଭବନ ସମ୍ମୁଖରେ। ଏଇ ହେଉଛି ପ୍ରଭେଦ। ଯୋଉ କଥା 80 ଦଶକ ପରେ ବାଲେଶ୍ୱର ଜିଲ୍ଲାରେ ଯୋଉ ଅର୍ଥନୀତି ଆରମ୍ଭ ହେଇଥିଲା, ଯେ ଆମେ ଜାଣିଛନ୍ତି ବାଲେଶ୍ୱର ଜିଲ୍ଲା ସାମଗ୍ରିକ ଭାବେ ହେଉଛି ଏକ କୃଷି ଭିତ୍ତିକ ଅର୍ଥନୀତି ଉପରେ ନିର୍ଭର କରୁଥିବା ଜିଲ୍ଲା। ଯେ ଶିଳ୍ପ ବାଲେଶ୍ୱର ଜିଲ୍ଲାରେ ବର୍ତ୍ତମାନ ନାହିଁ କହିଲେ ଚଳେ। ତାହେଲେ ଶ୍ରମିକ ଆସିବେ କୋଉଠି? ଯୋଉ ଶ୍ରମିକ ମାନେ ସେମାନଙ୍କର ମୁଣ୍ଡ ଝାଳ ତୁଣ୍ଡରେ ମାରି ରକ୍ତକୁ ଝାଳ ବୁହାଇ ଉତ୍ପାଦନ କରନ୍ତି, ସେମାନଙ୍କର ସର୍ବନିମ୍ନ ମୌଳିକ ସୁବିଧା ଆଜି ମଧ୍ୟ ତାଙ୍କ ନିକଟରେ ଅପହଞ୍ଚ। ଏକଥା ଆପଣମାନଙ୍କ ଅନୁଭବର କଥା। ଯୋଗେନ ବାବୁ ମଧ୍ୟ ସ୍ୱପ୍ନ ଦେଖିଥିଲେ ଯେ ଯୋଉମାନେ ପଥର ସହିତ ପଥର ହେଇଯାଇଛନ୍ତି, ପଥରକୁ ପିଟି ତାଙ୍କର ଜୀବିକା ନିର୍ବାହ କରୁଛନ୍ତି, ତାଙ୍କ ପ୍ରାରମ୍ଭିକ ସ୍ତରରେ ସେମାନଙ୍କୁ ମଧ୍ୟ ସଂଗଠିତ କରିବା ପାଇଁ ଏବଂ ଜଙ୍ଗଲରେ ଯୋଉମାନେ କାମ କରୁଛନ୍ତି ସେମାନଙ୍କୁ ମଧ୍ୟ ସଂଗଠିତ କରିବା ପାଇଁ ସେ ଅନେକ ସ୍ୱପ୍ନ ଦେଖିଥିଲେ, ଯାହା ସାକାର ରୂପ ନେଇଥିଲେ ମଧ୍ୟ ଆଜି କିଛି ମାତ୍ରାରେ ସଫଳ ହେଇଛି। ମତ୍ସ୍ୟଜୀବୀ ମାନଙ୍କୁ ସେମାନେ ସଂଗଠିତ କରିବା ପାଇଁ ସେ ଯୋଜନାବଦ୍ଧ ଭାବରେ କାର୍ଯ୍ୟ କରୁଛନ୍ତି। ଆପଣମାନେ ଜାଣିଛନ୍ତି ଯେ କେବଳ ଶିଳ୍ପ ଶ୍ରମିକ ନୁହଁ, ଚାଲିଗଲେ ସରନ୍ତା ଯୋଉମାନେ ଟେଲରିଂ କରନ୍ତି, ଯୋଉମାନେ ବିଡ଼ି ବୁଣନ୍ତି, ସେତେବେଳେ ମୁଖ୍ୟ ଥାଏ ବିଡ଼ି ବୁଣନ୍ତି, ଯେ ଏଇଭଳି ଅନେକ ଅଣସଂଗଠିତ ଶ୍ରମିକ ମାନଙ୍କୁ ସଂଗଠିତ କରିବାରେ ସେ ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ମୁଁ ଯୋଗେନ ଦାସ, ପ୍ରତାପପତି, ଶ୍ରୀକଣ୍ଠ ସେଠୀ, 4-5 ଜଣ ଜିଲ୍ଲା ସ୍କୁଲରେ ନବମ ଶ୍ରେଣୀରେ ପଢୁଥିଲୁ। ଆମେ ସମସ୍ତେ ନିଆଁ ଜଳେଇ ଦେଇଥିଲୁ ଜିଲ୍ଲା ସ୍କୁଲରେ। ଆମ 5 ଜଣଙ୍କୁ ଦେଖି ଥରହର ହେଉଥିଲା ସେତେବେଳିକା ଛାତ୍ର ସମାଜ ଏବଂ ସେତେବେଳିକାର ଯେଉଁ ଖୁସାମତିଆ ଦଳ ଶିକ୍ଷକ ମାନଙ୍କ ଭିତରେ ଥିଲେ, ସେମାନେ ସମସ୍ତେ ଥରହର ହେଉଥିଲେ। ଆଜି ସେଇ ଯୋଗେନ ଦାସ ମ୍ୟାଟ୍ରିକ ପାସ୍ କରିବା ପରେ ତାର ଆର୍ଥିକ ଅବସ୍ଥା
से तो सक्षम नथिला से से चाकरी करबार नहीं गला हम माने विभिन्न अनुष्ठान रही आमे ग्रेजुएट कलु कि मु क्लास कली श्रीकंठ सेठी पुलिस एच ऑफिस चाकरी कला प्रतापति बर्तन बंची पदमपुर से रही तेणु से समय जो आम मुंडे अंकुरोद्गम होता समाज प्रति आम कर्तव्य कौन दलित रिस्पेसिटी प्रति आम भावनाटा कौन से जो मंजी बुणा होता तार प्रतिफलन है जोगेन दास गले ट्रेड यूनियन लीडर खटिया मेहनती जनता हृदय स्पंदन एवं विधवा स्त्री लोतक धारा आम समस्त को समाज में परिवर्तन आने आम 5 जन हेले आम संकल्पबद्ध होइथिलु विभिन्न क्षेत्र रही आम आंदोलन में झाँस देइथिलु बालेश्वर रे एमती से समय कहीं ना जो माने कि बालेश्वर जेल रे 5 थर जेल रही 6 थर जेल जाइछु समस्त रेकर्ड रही मुझे मुह को कहूनी मन गढ़ा कथा कहूनी तो सेतबले जुगरे आमर आम सब हूँ थिला वाला घर लोक ताको सब जलांजलि दे जहाँ कहते डी क्लास श्रेणीच्युत है धनी घर आसी गरीब दुखंकर सहित रात्रि जापन करवा कोइनार शिखा खाई आंदोलन करवा एक कथा जीवन में अंगीचु केते जण धीरे धीरे बालेश्वर अहड़ी भितर तांकर जो एथि बड़ विशाल व्यक्तित्व परिचित हेली किंतु सौभाग्य हला जे आमे इंजीनियर ऋषिकेश साहुंकर गोटे जन्मदिन पालन 50 वर्ष योजना कला बेले गोटे पुस्तक परिकल्पना कले एवं से पुस्तक परिकल्पना प्रकाशन दायित्व मो पर रहिला जो मार्गदर्शक एवं प्रथम बहीटी संकलन करा जीवन और संग्राम एवं ता पर संख्याटी हला ओडिशा जन आंदोलन जेते जन आंदोलन होइছে तार सफलतार जो नेतृत्व अछंती तांको सहित कथोपकथन करबा एवं जोगेन दासंकर जो साक्षात्कारटी प्रकाश पाइछि सेठी को बड़ भाई जाई कि प्रस्तुत करिथिले विजय उपाध्याय सेथिरे सहयोग करिथिले आमे सब तापर तांको प्रश्नोत्तर पर ताको प्रस्तुत कि छपा हिछि सेही आलेखटी आपण जो पढि सकबा न पढि आउथे पढिबे सेबे जानि परिबे कि जोगेन दास तांको जीवद्दशारे केउ भली भाबरे संसार चली गले कहउथिले जे बालेश्वर माटी रे धीरे धीरे साधारण मनुष्यक पई काम करिबारे सफल होइछन। प्रारंभ में अतिथि माने स्वर्गत जोगेन दासଙ୍କ फोटोचित्र रे पुष्प अर्पण पूर्वक श्रद्धा सुमन निवेदन करथिले। एही श्रद्धांजलि सभा रे बहु श्रमिक संगठनर नेतृत्व और सहरर बुद्धिजीवी माने जोग देथिले। स्मृति कमिटी पक्षरु स्वर्गत दासଙ୍କ भणजा तापस साहू शेषरे समस्तଙ୍କୁ धन्यवाद देथिले। मां लक्ष्मी ज्वेलर्स, विवेकानंद मार्ग, चिड़िया पोलो, बालेश्वर। Welcome to Pratiksha Fertility and IVF Clinic, Baleshwar. With state-of-the-art facilities and cutting-edge equipment, we provide the highest standard of fertility care. Pratiksha Fertility and IVF Clinic, Baleshwar. पाइप किनिबा पूर्वरु पाइप रो पारिबा पणिया उपरे प्रत्येक प्रश्नर उत्तर आमे दबु। पानी रो प्रखर जेते तीव्र हो अबा पानी रो शिखर जेते उच्च हो, एमके प्लास्ट कंपनी रे निर्मित एमकेपी ब्रांड रो सुदृढ़ एवं दीर्घस्थायी पीवीसी एंड एचडीपीई पाइप्स सर्वदा नंबर 1। सर्वनिम्न मूल्य रे सर्वोत्तम पाइप किनिबा पई जोगाजोग करंतु। एमके प्लास्ट प्राइवेट लिमिटेड, रामदासपुर इंडस्ट्रियल एस्टेट, गोड़ीसाही, कटक डिस्ट्रिक्ट। पिन 754006। कॉल करंतु 8637278439 किंबा ईमेल करंतु admin@mkplast.in।